ସେଇ ନୀତିଟାକୁ ସେ ଠାକୁର ତାଙ୍କ ଜୀବନ ଦଶା ଭିତରେ ବିଭିନ୍ନ ଗ୍ରନ୍ଥ ମାଧ୍ୟମରେ ଆମ ସମସ୍ତଙ୍କୁ ଅବଗତ କରିଦେଇଛନ୍ତି। ତୁମ ଜୀବନଟା ଯଦି ସରଳ ସୁନ୍ଦର କରିବାକୁ ଚାହଁ ତେବେ ମାତୃପିତୃ ଭକ୍ତ ହୁଅ, ତାଙ୍କର ଅନୁଶାସନକୁ ମାନିକି ଚଳ। କିନ୍ତୁ ଆଜିକାଲି ତ ସ୍କୁଲ ମାନଙ୍କରେ ନିୟମ କରାହେଇଛି, ଟିଚର ଯଦି ଷ୍ଟୁଡେଣ୍ଟକୁ ପିଟିଲା ତ ଜେଲ ଗଲା, ଏ ନିୟମ କରାହେଇଛି। ୟା ତାଙ୍କୁ ଦଣ୍ଡ ବିଧାନ ଅଛି, ପିଲାଙ୍କୁ ଦଣ୍ଡ ବିଧାନ ନାହିଁ। ତ ଇଏ ହେଉଛି ଆମ ନବ ଯେଉଁ ଏବେ ନବ ଯୁଗର ଶାସନର ୟା ସଂସ୍କାରର ନୀତି। କିନ୍ତୁ ଆମର ଯେତେବେଳେ ଆମେ ଛୁଆବେଳେ ଆମେ ଯେତେବେଳେ ଛୁଆ ଥିଲୁ ସେତେବେଳର ସଂସ୍କାର ଆଉ ନୀତି ଅଲଗା ଥିଲା। ଗୁରୁ ପରମ୍ପରା ଠାକୁରଙ୍କର ବିଧାନ ଆକୁ ଯଦି ମାନିକି ଚଳୁ, ଆମେ ନେଇକି ଚଳୁ, ତେବେ ମୁଁ ଭାବୁଛି ଆମ ପୁଅ ଝିଅ କେବେ ଅବାଟରେ ଯିବେ ନାହିଁ, ଅମଣିଷ ହେବେ ନାହିଁ। ଏଇଟା ନିରାଟ ସତ୍ୟ କଥା। ଠାକୁର ଯେଉଁ ବିଧାନ ଆଣିଛନ୍ତି ଯଜାଜ ନିଷ୍ଠତି ସ୍ୱସ୍ତି ଶୌଚା, ତାକୁ ଯଦି ଆମ ପରିବାର ଭିତରେ ଆମେ ପରିପାଳନ କରୁ, ଆମ ଛୁଆମାନେ ପରିପାଳନ କରନ୍ତି, ତେବେ ଆମ ଜୀବନରେ ବି କିଛି ଏମିତି ବିପଦ ଆସିବ ନାହିଁ। କାହିଁକିନା ଏଇଟା ଠାକୁର ଗ୍ୟାରେଣ୍ଟି ଦେଇକି କହିଛନ୍ତି। ଯଦି କିଛି ଭୁଲ ହେଉଥାଏ ତ ମୋର କିଛି ଭୁଲ ଯୋଗୁଁ ହିଁ ମୁଁ କିଛି କଷ୍ଟ ପାଉଥାଏ, କିନ୍ତୁ ତାଙ୍କରି ଅନୁଶାସନରେ କିଛି ଭୁଲ ନାହିଁ। ମୁଁ ମୋ ଜୀବନର କଥା ଗୋଟେ କହିକି ତାପରେ 10 ମିନିଟ୍ ମୋର କହିବି, ଦାଦା ଅଛନ୍ତି କହିବେ। ଜୀବନର ଗୋଟେ କଥା ମୋର ମନେ ଅଛି, ମୋତେ ଯେତେବେଳେ 10-12 ବର୍ଷ ବୟସ ହେଇଥାଏ, ଅନୁଶାସନ ପାରିବାରିକ ଜିନିଷ, ମାର ନିଷ୍ଠା, ମାର ଅନୁଶାସନ ବହୁତ ପ୍ରয়োଜନ ପରିବାର ଜୀବନରେ। ବାପା ତ ବାହାରେ ରହନ୍ତି, ଯେ ସନ୍ତାନକୁ ମଣିଷ କରିବାକୁ ତ ମାର ଅନୁଶାସନଟା ବହୁତ ଜରୁରୀ। ମା ପଢ଼ା ହେବା ବହୁତ ଜରୁରୀ। ଏଇ ଜିନିଷଟା ମୁଁ ଭାବେ। ମୋତେ 12 ବର୍ଷ ଖଣ୍ଡେ ବୟସ ହେଉଥିଲା। ସ୍କୁଲ ସକାଳେ ଯିବି, ଶନିବାର ଅଛି ମର୍ଣ୍ଣିଂ ସ୍କୁଲ, এই 5 କ୍ଲାସ୍ କି 6 କ୍ଲାସ୍ ପାଠ ପଢ଼ୁଥିଲି ବୋଧେ, 5 କ୍ଲାସ୍ ପରେ ତ ସ୍କୁଲ ଯିବି। ଘରେ ଖାଇବାକୁ ନାହିଁ, ବାପା ଯାଇଛନ୍ତି ଦୋକାନ, ଆଣିଲେ ଚାଉଳ ରୋଷେଇ ହବ ଆଉ ମୁଁ ଖାଇବି। ତ ମର୍ଣ୍ଣିଂ ସ୍କୁଲ ତ ସକାଳେ ତ କିଛି ନାହିଁ ନା, ପଖାଳ ପଖାଳ ତ କିଛି ନାହିଁ, ଘର ପରିସ୍ଥିତି ଖରାପ, ଭାଇ ଭଉଣୀ 4 ଜଣ ଆମେ ପାଠ ପଢ଼ିଯିବୁ, ଆଉ ଘରେ ଖାଇବାକୁ ନାହିଁ। ମୁଁ ଟିକେ ମୋ ମାର ବେଶୀ ଗେଲା ପୁଅ, ତ ଟିକେ ହଟ୍ କଲି, ମୁଁ ଖାଇକି ଯିବି ନା, ମୁଁ ଭୋକରେ ସ୍କୁଲ କାହିଁକି ମୁଁ ଯିବିନି। ମୁଁ କହିଲା ନା ନା କିଛି ନାହିଁ ତୋରେ ବାପା, ଟିକେ ପାଣି ପିଇ ଦେଇକି ପଳା, ଆସିଲେ ରୋଷେଇ ହେଇଥିବ ଖାଇବୁ 11ଟାରେ। ମର୍ଣ୍ଣିଂ ସ୍କୁଲ ଥିଲା, ମୁଁ ଗଲି ସ୍କୁଲରୁ 11 ବଜେ ଫେରିଲି, କହିଲି ମା ଖାଇବାକୁ ଦେ, କହିଲେ ବାପା ଏବେ ତ ଚାଉଳ ଆଣି ନାହାନ୍ତି, ଟିକେ ଅପେକ୍ଷା କର, ଆଉ ଗିଲାସେ ପାଣି ପିଇଦେ, ଆଉ ଗିଲାସେ ପାଣି ପିଇଦେଲି। ପିଇ ଦେଇକି ମୁଁ ବସି, ଏ କଥାଟା ଏମିତି ପଡ଼ୋଶୀ ଘର, ଏମିତି ପଡ଼ୋଶୀ ଘର ଜଣେ ଅଛନ୍ତି, ସେ ଶୁଣୁଛନ୍ତି ଯେ ମୁଁ ଭୋକରେ ଛୁଆଟା କାନ୍ଦୁଛି, ଆଉ ସେ ମାଟି ମୋ ପ୍ରତି ଦୟା ପ୍ରବଶ ହେଇଛି, ଦେଇକି ସେ ଝରକାରେ ମୋତେ ଡାକିଛି। ମୁଁ ଡାକୁଛି ତ ପଡ଼ୋଶୀ ଘର ନା, ମୁଁ ପଳେଇଗଲି। ସେ ମା ମୋତେ ପୁରା ପେଟେ ଖୁଇଦେଲେ, ପୁରା ପେଟେ ଭରିକିରି ପେଟେ ଖୁଇଦେଲେ। ଖୁଇଲା ପରେ ମୁଁ ପୁରା ସନ୍ତୋଷ ହେଇଗଲି, ମୋର ଚିନ୍ତା ନାହିଁ। ମୁଁ ଆସିକି ପୁରା ଘର ପାଖରେ ବୁଲିଲି, ବାପା ଚାଉଳ ଆଣିଲେ, ରୋଷେଇ ହେଲା, ମା ମୋତେ ଡାକିଲେ ଖାଇବାକୁ। ଖାଇବୁ, ଏତେବେଳେ ଭୋକ ହଉଥିଲ, ଏବେ କାରଣ ତୁ 2 ଘଣ୍ଟା ହେଲା ଚୁପ୍ ଅଛୁ, ସମସ୍ତେ ଖାଇବାକୁ ବସିଲେ, ତୁ ଖାଇବୁ। କହିଲେ ମୁଁ ଖାଇ ଦେଇଛି। ମୁଁ କହିଲି ଖାଇ ଦେଇଛୁ, କୋଉଠି ଖାଇଲୁ? ମୁଁ କହିଲି ସେ ଯୋଉ ମା ସେ ଯୋଉ ଝରକାରୁ ଡାକିଲେ ତ ମୁଁ ତାଙ୍କ ଘରେ ଖାଇଦେଲି। ମୋ ମା ସମସ୍ତଙ୍କୁ ଖାଇବାକୁ ଦେଇଦେଲା। ବାରି ପଛଆଡ଼େ ଗୋଟେ ଅମରି ବୁଟା ଥିଲା, ଯେ ଯୋଉ ଅମରି ବୁଟା, ଯୋଉ ଅମରି ଗାଛ, ମୋଟା ଭଲ ବାଡ଼ିଟେ, ମୋଟା ବାଡ଼ି, ମୋ ମା ଧରିକି ଆସିଲା, ଆଉ ଭଲ କରି ଛେଚି ଦେଲା। ସମସ୍ତେ ଖାଇସାରିଲା ପରେ ଯାହା ଖାଇଥିଲେ ସବୁ ବାନ୍ତି ହେଇଗଲା, ଯାହା ତାଙ୍କ ଘରେ ଖାଇଥିଲେ ସବୁ ବାନ୍ତି ହେଇଗଲା, ସବୁଆଡ଼େ ଦେହର ନୋଳା ଫାଟିଗଲା। ନୋଳା ଫାଟିଲା, କାନ୍ଦି କାନ୍ଦି ମୁଁ ଶୋଇପଡ଼ିଲି। ଶୋଇକି ଉଠିଲା ବେଳକୁ ମୁଁ ଦେଖୁଛି ମୋ ମା ଯୋଉଠି ପିଟିଥିଲା ସେଠି ଗରମ ପାଣିରେ ସେକୁଛି। ତ ମୋ ନିଦ ଭାଙ୍ଗିଗଲା। ମୁଁ କହିଲି ତୁ ମୋତେ ଏତେ ପିଟିଲୁ, ଯା ତୁ ସିଆଡ଼େ ପଳା, ତୁ କାହିଁ ମୋତେ ସେକୁଛୁ କହିଲା। ମୋ ମା ସେଠି ପଦେ କଥା କହିଥିଲା, ନିଜ ଜୀବନ ପାଇଁ ବଞ୍ଚିବା ପାଇଁ କେବେ କାହାକୁ ମାଗିବୁ ନାହିଁ। ଯଦି ମୁଁ ତୋତେ ଖାଇବାକୁ ନ ଦେଇପାରେ ତୁ ମରିଯିବୁ, ମୋର ଦୁଃଖ ନାହିଁ। ମାଗି କେବେ ଖାଇବୁନି, ଜୀବନ ଦଶା ଭିତରେ ତୁ କେବେ ବଡ଼ ମଣିଷ ହେଇପାରିବୁ ନାହିଁ। ଯେ ମାଗିକି ଖାଏ ସେ ଭିକାରୀ ଥାଏ, ଭିକାରୀ କେବେ ବଡ଼ ମଣିଷ ହୁଏ ନା। ଏ ମୋର ମାର ଅନୁଶାସନ। ସେବୁଠୁ ଆଜି ପର୍ଯ୍ୟନ୍ତ ସେ କଥା ମୋର ମନେ ଅଛି। ସେଇଟା ବିତିକି ହେଲାଣି 57 ବର୍ଷ। ଏବେ ବି ମୁଁ ଯଦି କୌଣସି କଥା ଭୁଲ କରିଯାଏ ତ ମୋ ମାର ଅନୁଶାସନ ମୋତେ ମନେ ପଡ଼େ। ମୋ ମା ମୋତେ ପିଟିଥିଲା ଯୋଉ ବାଡ଼ିଟା, ସେ ବାଡ଼ି ଅମରି ବାଡ଼ିଟା ଏବେ ବି ମନେ ପଡ଼େ। ଅମରି ବୁଟା ଦେଖିଲେ ମୋ ମାକୁ ମନେ ପଡ଼େ। ଇଏ ହେଉଛି ମାର ଅନୁଶାସନ। ଇଏ ନବଜାତ ଶିଶୁ ଦିଟା ଜନ୍ମ ହେଇଛନ୍ତି, ବର୍ଷେ କାଳ ହେଇଛି ତାଙ୍କର। ଯଦି ସେ ମା ଏ ଅନୁଶାସନ ଭିତରେ ରଖେ ତେବେ ତା ଜୀବନ ମଧୁମୟ, ସରଳ, ସୁନ୍ଦର, ନିଷ୍ଠାବାନ, ପବିତ୍ର, ସତ୍ୟବାନ और आदर्शमय जीवन यापन करेंगे और से माँ से बापा आनंद उपभोग करेंगे।
ये हूँ जीवन सबुठ बड़ जिनस जे मनीष को ठाकुर कहते 5 वर्ष रु 1 वर्ष रु 5 वर्ष कौन सी ताड़न ना से जहा कर फ्री 5 रु 10 वर्ष से जहा जहा भूल कर ठोकर मारू 10 वर्ष पर तो संतान को चिंता नहीं जे मनीष कर से आपे आपे मनीष हो तोते मनीषगिरी शिखेदब ये हूँ ठाकुर कथा आम आम जीवन छुआटी वर्ष आम जन्मदिन पालन करुचे चिंता करेंगे 5 वर्ष मो पुओ जहाँ भी करे मो झील जहाँ भी करे मुझे सही 5 वर्ष जदि न पूरी 10 वर्ष तक प्रखर ताड़ना करी जोटा उचित जोटा उचित करनी मुझे बतेबी आईटा जो शिक्षार 10 वर्ष रहा जीवन 100 वर्ष यदि बंचे तो से अमरी बाड़ी को मन रखि जे मुझा कले एटा खाई एटा करी ये जिनसा मो जीवन अनुभूति कौच तो यहाँ हूँ तार जीवन कथा मु गुरु ग्रहण कर जजन इष्टवती स्वस्थ व्रत पालन कर तो मो जीवन दारिद्र रही रोग रही मो कौन सी कष्ट रही मोर बंधु बांधव अप्रीति रहा ठाकुर कहते जड़े से ठाकुर कही ठाकुर आपणकर जजन राजन इष्टवती सदाचार्य जो आप भूल ठाकुर ठाकुर केमन कहला ठाकुर मुझे दीर्घ 10 वर्ष जजन राजन इष्टवती स्वस्थ सत्यव्रता परिपालन कर ठाकुर मो जीवन किसी उन्नति है मुझे जो दरिद्र थी से दरिद्र थी मुझे जजन राजन इष्टवती स्वस्थ सब कर ठाकुर आप नीतिटा भूल ठाकुर गंभीर गले किस समय कहते ताड़े देखिले देखी ताड़े हसिक ठाकुर कहते अरे तू स्कूल जाइचु कहला आज्ञा हाँ पाठ पढ़ीचु कहला आज्ञा हाँ अंक कषिचु कहला आज्ञा हाँ अंक कषिचु कहला आज्ञा हाँ अंक कषिचु तो ठाकुर तो टीचर जे शिक्षक से तो धारा बतई थे जे अंकटा कषि 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 गला रिजल्ट बाहर तार गोटे आंसर बाहर ना आज्ञा हाँ आंसर बाहर गला आज्ञा हाँ जदि एबे तू अंक कषि कषि जाऊचु आ तोर आंसर बाहर लगे तेबे कार भूल अंक भूल शिक्षक भूल ना तोर भूल ठाकुर मोर भूल जे तोर शिक्षक अंक बतेले तू कषि कषि गलु अंकर रिजल्ट बाहर करदे गुरु तोर तू जानिलु ये कंसटा कषि कषि गले पुनर्बार तू जो अंक कषि कषि जाऊचु तोर रिजल्ट बाहर नहीं तेबे तोते मार्क मिलिबो कहला आज्ञा नाई ठीक जजन जाजन सोजी कषि कषि तू जाऊचु तो रिजल्ट यदि बाहर नहीं तेबे मोर भूल ना तोर भूल कहला ठाकुर मोर भूल कहला जा अंक कषिबु ये तो जजन जाजन इष्टवती स्वस्थ साचार अंक देइछे तो कसे भल करी देखिबु आसी मते कहबु 2-4 वर्ष कसे कसिला पर मते आसी कहबु तो से पळे गला ठाकुर मुंडिया मारी गला जाय कि 3-4 वर्ष से आसिला ठाकुर कहले अरे से जो आसीथिला से दाम से जो मते कहि कि जेथला तार जो जजन जाजन इष्टवती से कसी जाइछि कसी जा देखो तार उन्नति हैला कि नै मते से कहि दे गला काय मते आसी कहले उन्नति हेछि कि नै जा देखिया सता घर ठाकुर एमती का दरदी जहाँ कही मन रखते मुझे कही से कर उन्नति है कि नहीं लोक ता घर को गले जाके देखले से विराट व्यक्ति तार बहुत धन संपत्ति से विराट व्यक्ति समय नहीं कहले ठाकुर तुम पे एत व्याकुल दादा ठाकुर आप डाकी कहला दादा मोर समय होनी कहीं डाकी ठाकुर कहले मुझे अनेक वर्ष तले कही जजन जाजन इष्टवती स्वस्ति सजा कसुबू जा तो उन्नति तो हम नहीं ये असंभव कथा कही तोर है कि नहीं कहला दादा मोर तो केते केते उन्नति हो मोर टे समय होनी अरे तोर समय होनी ठाकुर केते वर्ष तो व्याकुल होती तोर कथा जानवे तू कषि तोर रिजल्ट बाहरी तो कहला आज्ञा बाहरी तो चल ठाकुर पाखे लंबा है गोड़ तले पड़ा ठाकुर आपण जजन इष्टवती स्वस्थ कषि देगी मुझे विराट व्यक्तित्व अधिकारी होती तो साला आमको बोलली ना ठाकुर मत कहलु ठाकुर भूले ठाकुर कहले यही मनुष्य जो टंका हो जाए पैसा हो जाए मान सम्मान आसी जाए से मत भूली जाए भूलिला पर दुख आसे से जीवन के आम गुरु को भूलवानी नीति निर्देश परिपालन भूलवानी आदर्श को भूलवानी आ मार ताड़ना को बुझीबानी आ मार लालना को भूलवानी प्रेम को भूलवानी बापांकर दया को भूलवानी बापा जी मुझे चॉकलेट खाए माँ को मागे साइकिल दरकार बापा दरकार हुए माँ से साइकिल किन दे पारिबनी तार भी महत्व बहुत अच्छी बापांकर मार भी बहुत महत्व है कि अनुशासन मार जो पुओ खराब है झील खराब है माँ दायी आज भोकरे मरले किसी खाई पारे बापा दे
ଯଦି କିଛି ଅସୁବିଧା ତ ଦୁଇ ଜଣଙ୍କର ରୋଲ ଅଛି ଆଉ ଦୁଇ ଜଣ ମିଶିକି ଦଳ ଅନୁଶାସନ ପରିପାଳନ କରିବେ ସେତେବେଳେ ସମୟ ଅତିକ୍ରାନ୍ତ ହେଉଛି ଆମେ ଠାକୁରଙ୍କର ଧାରାରେ ବନ୍ଧା ହେଇକି ଅଛୁ ତାଠାରୁ ଅଧିକ କହିପାରିବା ନାହିଁ ଆପଣମାନେ ସମସ୍ତେ ସୁସ୍ଥ ଆନନ୍ଦରେ ରହନ୍ତୁ ଆମର ବିମାଦାର ଭାଇ ତାଙ୍କର ପରିବାର ପରିଜନ ସବୁ ଶାନ୍ତି ସ୍ୱସ୍ତି ଆନନ୍ଦରେ ରହନ୍ତୁ ପରମ ଦୟା କରନ୍ତୁ ଆଉ ସେ ନବଜାତକ ଦୁଇ ଜଣ ସ୍ୱସ୍ତି ସୁସ୍ଥ ସୁଦୀର୍ଘ ନିରାମୟ ଜୀବନ ଆଉ ସେ ମା ଦୁଇ ଜଣ ଯଦି ଶୁଣୁଛନ୍ତି ତାଙ୍କ ଅନୁସାରେ ସେ ତାଙ୍କୁ ରଖିବେ ଜୀବନ ଦଶା ଭିତରେ ପୁତ୍ର ଲାଗି କେବେ କଷ୍ଟ କନ୍ୟା ପାଇଁ କଷ୍ଟ ସେ ପାଇବେ ନାହିଁ ଏଇ ଠାକୁରଙ୍କ କଥା ଜୟ ଗୁରୁ।